ଆମେ ଯାଉଛୁ ଜାଗା ଜାଗାକୁ ଆମେ ଫ୍ରିଲି ଯାଉଛୁ ଜଗନ୍ନାଥ ଦର୍ଶନ କରିକି ଆସୁଛୁ। ଜଗନ୍ନାଥ ଡାକିଲା ତ 3-4 ଦିନ ଜଗନ୍ନାଥ ଦର୍ଶନ କରିକି କେତେ ବାଦାମ ତା ଲାଗୁଛି ର ହଁ बहुत सुंदर कुनी भौणी ओडिसी नृत्य कले एवं तांको आमे अनुसरण करबो धन्यवाद दउछु। ता सहित भी कुनी तबला वादक एबे आसंतु सुनिबा मैडम हरप्रिया साहू जे जने आकाशवाणी कलाकार उच्चकोटी कलाकार तांकरी कंठरू सुनिबा जगन्नाथ भजन करे। जय जगन्नाथ। 24टा बेश जगन्नाथଙ୍କର चलो देखिए। प्रतिदिन बेश प्रतिदिन बेश गला बड़ सिंहार बेश हाँ चंदन लगी बेश गजानन बेश ज्येष्ठ पूर्णिमा हुए। सुना बेश एटा बनभोजी बेश कालिय दलन बेश प्रलंबासुर बद्ध बेश कृष्ण बलराम बेश एटा कृष्ण बलराम बेश नहीं कृष्ण बलराम बामन बेश राधा दामोदर बेश हरिहर बेश लक्ष्मी नारायण बेश बांकचूड़ बेश लक्ष्मी नृसिंह तालिकिया बेश नागार्जुन बेश
ଘୋଡ଼ା ଲାଗି ବେଶ, ପଦ୍ମ ବେଶ, ନବାଙ୍କ ବେଶ, ମକର ଚୌରାଶୀ ବେଶ, ଗଜ ଉଦ୍ଧାରଣ ବେଶ, ଚାଚେରୀ ବେଶ, 24ଟି ବେଶ। କେତେଟା ବେଶ ମମି ଗଣିଲ? 24ଟା। ଚାଚେରୀ ବେଶ, ମନେ ରହିଲା? ହଁ ଆମେ ଜଗନ୍ନାଥଙ୍କର 24ଟା ବେଶ ଦର୍ଶନ କରିସାରିଲୁଣୁ। ତ ଆପଣମାନଙ୍କୁ ସେୟାର କରୁଛି ତ କେମିତି ଲାଗୁଛି ସବୁଯାକ ବେଶ ଏକା ସାଙ୍ଗରେ ଦେଖିବାକୁ, ଯାହା ହଉ ଏଠି ପ୍ରତିବର୍ଷ ଆମର ପୋତାପୋଖରୀରେ ମିଳୁଛି। ତ ଏମାନେ ଆସିଛନ୍ତି ଦର୍ଶନ କରିବାକୁ। ପରମାନେଣ୍ଟ ରହୁଛି ଆଉ ଲୋରି ତ 3 ଦିନ ହେଲା ଦର୍ଶନ କରିସାରିଲେଣି। କେତେ ଭାଗ୍ୟ ତୋର ନା? କିନ୍ତୁ ମୁଁ ଆଜି କେତେ ଦିନ ପରେ, ଆଜିକି 3 ଦିନ ହେଇଗଲା ମୁଁ ଆସିନଥିଲି। ଦେଖ, ଜୟ ଜଗନ୍ନାଥ। ବାମନ ବେଶ ଏଇଟା ଓଲଟା ଦେଖାଯିବ ଯାହା ବେଲେ। ଶାନ୍ତି ଲାଗୁଛି ଯାହା ହଉ ଟିକେ ଆସିଲା ନା। दर्शन सारी आम फेरुचु घर को पापड़ा नहीं नाते गुपचुप नाते बालजात्रा भाया हाँ भल कम नहीं लगे से मझे नहीं नवा पछा नवा बादाम न केते बादाम देखिलु मम्मी बर्त बाबा बादाम नवा आसगला
କଞ୍ଚା ନା ଶୁଖିଲା? ସବୁ ଜାଗା ତମେ ନେଇ ପଳେଇବେ ଘରକୁ ଦେଖିବୁନି ଏଇ 50 ଟଙ୍କା ଏ ବସ୍ତା ଗୁଡ଼ାକୁ କିଣି ଘରକୁ ସତ ନା କ'ଣ? 50 ଟଙ୍କାରେ ସେଠି ଦଉଛି। ମୁଁ ଏଠି ଖାଇସାରି କଞ୍ଚା କଞ୍ଚା। ଝଗଡ଼ା କରିଦେଉଛ? ଝଗଡ଼ା କରିବିନି ତାକୁ କହିଲେ 250 ଟଙ୍କା 50 ଟଙ୍କା 5 ଟଙ୍କା ଉଠେଇଲେ ତୁ କ'ଣ ଖାଇଥାନ୍ତୁ ନେଇକି ହଁ ସେ କ'ଣ ହେଲା ମାନେ ଏତେ ପାଠ ପଢ଼ି ସେଇ ରଙ୍ଗ ସାଇଡ୍ରେ ଆସିକି ଗାଡ଼ି ନେଇକି ଆଉଛି। ଠିକ୍ ଅଛି ରଙ୍ଗ ସାଇଡ୍ ତମେ ବା ସେଠୁ ଆଇଲଣି ବା। ମତେ ଦେଲା 20 ଟଙ୍କା ଯୋଉ ଗୁପଚୁପ ହେଲା, ଆଉ ଯାଇ ଆଣିବା ବାସ୍କ କରିଦେଲା। ସତରେ ଏ ମମି ଆସ। ଜମା ଦିଅ ନା, ଦିଅ ମତେ ଦିଅ ଜମା ଦିଅ। ଯାହା କହିବ ଯାଅ, ଯାହା କହିବ କ'ଣ ଆଣିବି ଦେଇଦେଲି, ଧାନ ବାସ୍କ 30 ଟଙ୍କା କରିଦେଲି। ଆରେ ଶୁଣ ତମେ 50 ଟଙ୍କା ଜାଣିଲ ସିଏ କହିଲା ମୁଁ ସେ ଗୁପଚୁପ ଖାଇବି ଆଉ ସେ ଫେଣି ଖାଇବି। ଫେଣି ତ ଫେଣି ନେଲା 10 ଟଙ୍କା ଫେଣି ଆଇଲି ଗୋଟେ ଦିଟା ଫେଣିକି 5 ଜମା ଦେଲାନି। ନେଲା ଫେଣି ହେଲା ଆଉ ଇଏ ନେଲା ଗୁପଚୁପ ନେଲା 20 ଟଙ୍କା ଆଉ କେତେ ଟଙ୍କା ହେଲା 30 ଟଙ୍କା। ହଁ ଫେଣି ବିକ୍ରି ହଉନି ଠାକୁର ପାଖରେ ଭୋଗ ଲଗାଉଛନ୍ତି ସବୁ। ଆଉ ସେଠି ସିଏ କ'ଣ କଲା ନା ଗୁପଚୁପକୁ ଖାଇଦେଲା ଆଉ 30 ଟଙ୍କା ଭୋଗ ପକେଇଦେଲି ଧୁଣ୍ଡିରେ ହେଲା। ଆଉ ପଇସା ଦଉନ? ଦଉନ ପଇସା ନେଇକି ଆସିବେ ଯିବ ତମେ ନିଜେ ଯିବ ଆଣିବ ଆଉ ସିଏ ତ କିଛି ସେ କହିଲେ ପଇସା ଦେଖିଲେ ପଇସା ଦେଲେ ଆଉ କାଳେ କ'ଣ ନେଇ ଆସିବେ ଖାଇଦେବେ। ଦଉନ ନେଇ ଆସିବେ ନାଇଁ ଏତେ କଷ୍ଟ କରିବା ଦରକାର। ଆରେ ଦଉନ ମୁଁ ମୋ ଟାଇମରେ ମୁଁ ଯିବି। ଟାଇମ୍ ହେଇଗଲେ 9:30 ହେଇଗଲେ 7:20 ନାଇଁ ହେଇନି ମୋ ଟାଇମ। ଆଉ ନିଅ ଖାଇଦେଲ। ହଁ ବହୁତ ରାଗିଗଲ। ବହୁତ ରାଗିଗଲେ ନିଅ ଖା ଖାଇଲ ଖାଇଦିଅ। ବାଦାମ ପାଇଁ ଆମ ସହିତ ଝଗଡ଼ା। ବାଦାମ ପାଇଁ ମହାଭାରତ ଆମ ଘରେ ବି। ମୁଁ ଏମିତି ମଣ୍ଡଲ ତମ ବାଦାମ ଆଣିବ ବୋଲି ମତେ ଗୁପଚୁପ କି ଫେଣି କିଛି କହିଦେଲାନି। ଏମିତିଆ ପିଲା। ନେଇକି ଯାଉଛି ପଇସା ନେଇକି ଯାଉଛି ନା କ'ଣ? ନା ପଇସା ନେଇକି ତମେ 50 ଟଙ୍କା ଦବ ମତେ 50 ହୁଣ୍ଡିରେ କେତେ ପକେଇବି ଖାଇବି କେତେ ଟଙ୍କା ଆଣିବି କେତେ ଟଙ୍କା ସିଏ ମାଗିଲା ମତେ ପଇସା। ତୁ ବି ପଇସା ଦେଇକି ମୁଁ କହିଲି ତ ତମେ 50 ଟଙ୍କା ଦବ ତମ ବାଦାମ ଖାଇଦେଲ ଚାଲାକି ଚାଲାକି କ'ଣ କରିଲେ ମୁଁ କହିଲି ରାତିରେ କ'ଣ ଚାଲିଛି? ଆଳୁ ସିଝା ସାରିଲାଣି। ଆଳୁ କଷା ଏଇ ମଟର ମୋ ଅଛି ଯୋଉ ଇଏ ମଟର କଞ୍ଚା ମଟର। ଏଇଟା କୋଉ ମଟର କି ଆରେ ଇଏ ହଳଦିଆ ମଟର। ହଳଦିଆ ମଟର ସେ ପଡ଼ିବ ସେଟା ଗ୍ରୀନ୍ ମଟର ପଡ଼ିବ। ଆଳୁ ସିଝା ଆଳୁ ତାପରେ କ'ଣ ହବ? ତାପରେ ମାନେ କ'ଣ ହବ? ପୁରୀ ମତେ ଲାଗିଲା ରୁଟି ହବ ବୋଧେ। ତୁ କ'ଣ ଖାଇବାକୁ ଚାହୁଁଛୁ ଖା? ମୁଁ ସବୁ ପ୍ରକାର ଖାଇବାକୁ ଚାହୁଁଛି। ଆଳୁ କଷା ରେଡି। ଆଉ ଦରକାର କିଛି ହବ ନାଇଁ? ଆଉ ପୁରୀ ହବ ଆଉ କିଛି ଦରକାର ନାହିଁ। ହେଇଗଲା ହଁ ପାଣି ଦିଆହବ। ସେ ପାଣି ଦେବନି ଅଲରେଡି ହେଇଗଲା ଆଉ ପାଣି କ'ଣ ଦେବି ରେଡି ଆଳୁ କଷା ପୁରୀ। ସେ କ'ଣ ଚରକା କରୁଛ? କ'ଣ କ୍ୟାମେରା ଲଗେଇଲେଣି ନା କ'ଣ ସେଟା କେଜାଣି? ସେପଟକୁ ଯାଉଛି ଦେଖେଇବ।
ଆସେ ଆସେ ପୁରୀ ଖା ନେ